ଆଜିର ବଡ଼ ଖବର, ପେଟ୍ରୋଲ ଦାମ ଆଉଥରେ ବଢ଼ିପାରେ। ସିଧାସଳଖ ଲୋକଙ୍କ ପକେଟ ଉପରେ ଚାପ। କ୍ରୁଡ୍ ଅଏଲ ଦାମର ଝଟକା। କେନ୍ଦ୍ର ରାଜ୍ୟ ସରକାର କରିଥିବା କରଜ ପାଇଁ ପଡ଼ିପାରେ ଲୋକଙ୍କ ପକେଟ ଉପରେ ଚାପ। ଟ୍ରାନ୍ସପୋର୍ଟ ଓ ରିଫାଇନ୍ ଚାର୍ଜ ବଢ଼ିପାରେ ବୃଦ୍ଧି। ପେଟ୍ରୋଲ ବାହାର ଦେଶରୁ ଆସୁଛି କମ୍ ରେଟ୍ରେ, କିନ୍ତୁ ଦେଶର କରଜ ପାଇଁ ତେଲର ଦାମକୁ 2 ଗୁଣା କରି ବିକ୍ରି କରାଯାଉଛି। ଅସଲ କଥା ହେଲା, ଆପଣମାନେ ପେଟ୍ରୋଲର ଦାମ ଶୁଣି ନାହାନ୍ତି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଭାରତ ସରକାର ପ୍ରଥମେ ବାହାର ଦେଶରୁ କଞ୍ଚା ଅଏଲକୁ କିଣିଥାଏ, ପରେ ତାକୁ ରିଫାଇନ୍ କରି ସମସ୍ତ ପେଟ୍ରୋଲ ପମ୍ପ ପାଖକୁ ପଠାଇଥାଏ। କିନ୍ତୁ ଆମେ ଜାଣିନୁ ପେଟ୍ରୋଲର ଅସଲ ଦାମ କେତେ। କ୍ରୁଡ୍ ଅଏଲ ପ୍ରାଇସ୍ 35ରୁ 40 ଟଙ୍କା ଭିତରେ ପ୍ରତି ଲିଟରର ପ୍ରାଇସ୍ ଥାଏ। ରିଫାଇନ୍ ଓ ଟ୍ରାନ୍ସପୋର୍ଟର ଖର୍ଚ୍ଚ ଦୁଇଟି ମିଶି 8ରୁ 10 ଟଙ୍କା ହୋଇଥାଏ। ତେବେ ଟୋଟାଲ ଆକ୍ଚୁଆଲି କଷ୍ଟ ହୋଇଥାଏ 45ରୁ 50 ଟଙ୍କା ଭିତରେ। କିନ୍ତୁ ପେଟ୍ରୋଲ ପମ୍ପ 100ରୁ 105, କେଉଁଠି ତ 110 ଟଙ୍କା ପର୍ଯ୍ୟନ୍ତ ହୋଇଥାଏ। ପେଟ୍ରୋଲର ଅସଲ ଦାମ ହେଉଛି 50 ଟଙ୍କା, କିନ୍ତୁ ଟ୍ୟାକ୍ସ ଓ ଚାର୍ଜେସ୍ ନାଁରେ ଲୋକଙ୍କଠୁ ଟଙ୍କା ହଡ଼ପ କରାଯାଉଛି। ଯଦି ସରକାରଙ୍କ କରଜ କମିବ, ତେବେ ଯାଇ ପେଟ୍ରୋଲ ରେଟ୍ କମିପାରେ, ଯେଉଁଠି 55ରୁ 60 ପର୍ଯ୍ୟନ୍ତ ହୋଇପାରେ ବୋଲି ଅନୁମାନ କରାଯାଉଛି, ଯାହାକି ଲୋକଙ୍କ ଯିବା ଆସିବାରେ ଖର୍ଚ୍ଚ କମିଯାଇପାରେ। କିନ୍ତୁ କରଜ କମିଲେ ସରକାରଙ୍କ ଆୟ କମିଯିବ, ତେଣୁ ଏହା ଏତେ ସହଜ ନିଷ୍ପତ୍ତି ନୁହେଁ। ପେଟ୍ରୋଲ ଦାମ ବଢ଼ିବା ଯୋଗୁଁ ଲୋକଙ୍କ ଯିବା ଆସିବାର ଯନ୍ତ୍ରଣା ପାଲଟିଛି। ସରକାରଙ୍କ ପାଖରେ ଗୋଟିଏ ପ୍ରଶ୍ନ, ପେଟ୍ରୋଲ ଦାମ କେବେ କମିବ କି କେବେ କମିବ ନାହିଁ? ଏହା ଥିଲା ଆଜିର ବଡ଼ ଖବର ଆପଣଙ୍କ ପାଖକୁ। କ'ଣ ଲାଗୁଛି କମେଣ୍ଟ ବକ୍ସରେ ଜଣାନ୍ତୁ ଏବଂ ଲାଇକ୍ ସବସ୍କ୍ରାଇବ୍ କରିନିଅନ୍ତୁ।